জয় সীতারাম বাল্মীকি রামায়ণ অযোধ্যাকাণ্ড কৈকেয়ীপতি সুমন্তଙ୍କର ଭର୍ସନା ଓ କୁମ୍ଭପକ୍ଷୀ ବିବରଣ ପ୍ରଥମ ଭାଗ। ନୃପତିଙ୍କ ଅଭିପ୍ରାୟ ବୁଝିନ ସୁମନ୍ତ କର ଭଳି ରଙ୍ଗବର୍ଣ୍ଣ କହିବେନି ନେତ୍ର ଦାଣ୍ଡକୁ ରଗଡ଼ି ଦୀର୍ଘେ ନିଶ୍ୱାସ ପକାଇ ବେନି ହସ୍ତ ଯୋଡ଼ି ନିଜ ମସ୍ତକ ଭମାଇ ବଇଲେ ଗଦି ବଇ ଜାଣ ମୋର ବିଚାରରେ ତୁମ୍ଭର ଅସାଧ୍ୟ କିଛି ନାହିଁ ଜଗତରେ ଯେଉଁ ତୁମ୍ଭେ ଆପଣାର ପତିକୁ ତେଜିଲ ନିଷ୍କଳଙ୍କ ସୂର୍ଯ୍ୟବଂଶେ କଲଙ୍କ ରଖିଲ ଇନ୍ଦ୍ରତୁଲ୍ୟ ପରାକ୍ରମୀ ଯେଉଁ ଦଶରଥ ମେରୁଗିରି ଠାରୁ ଦୃଢ଼ ଯାହାଙ୍କର ଚିତ୍ତ ଗାମ୍ଭୀର୍ଯ୍ୟ ଗୁଣରେ ଯେହି ଶାନ୍ତି ସାଗରକୁ ଯେଉଁ ତୁମ୍ଭେ ସନ୍ତାପତ କର ଆଜି ତାଙ୍କୁ ଏ କାରଣ ତୁମ୍ଭଙ୍କୁ ମୁଁ କହେ ଗଜନନୀ ପତି ବିନାଶିନୀ ଆଉ କୁଳ କଳଙ୍କିନୀ ପୁତ୍ର ପାଇଁ ଏତେ କଷ୍ଟ ଦେଉଛ ସ୍ୱାମୀଙ୍କି ଏଠୁ ଆଉ ମନ୍ଦ କର୍ମ ଜଗତେ ଅଛି କି ଈଶ୍ୱାକୁ ବଂଶେ ବସି ନିୟମ ଏପରି ଜ୍ୟେଷ୍ଠ ପୁତ୍ର ଏହି ରାଜ୍ୟ ହେବ ଅଧିକାରୀ ତୁମ୍ଭ ଯୋଗୁ ରୁପ୍ତ ହେଲା ଆଇ ସେ ନିୟମ ଯଦ୍ୟପି ନୃପତି ଏଥେ ରହିଲେ ଶ୍ରୀରାମ ଘରଦ୍ୱାର ସାରି ଆମ୍ଭେ ଯିବୁ ତାଙ୍କ ସଙ୍ଗେ ରାଜା ହେଉଥାଉ ତୁମ୍ଭ ପୁତ୍ର ଯୋଗେ ବ୍ରାହ୍ମଣ କ୍ଷତ୍ରିୟ ଥାୟ ଚଣ୍ଡାଳ ପର୍ଯ୍ୟନ୍ତେ ଅଯୋଧ୍ୟା ନଗରେ ବାସ କହିଛନ୍ତି ଯେତେ କେହି ନ ରହିଲେ ଯିବେ ରାମ ସଙ୍ଗତରେ ଭରତ ନୃପତି ହେବ ନିଜର ନଗରେ ଓଳାଢିରେ ଆମ୍ଭ ଗଛ କାଟି କେହି ଜନ ସେ ସ୍ଥାନରେ ନିମ ବୃକ୍ଷ କଲେ କି ସ୍ଥାପନ ଯେବେ ରୋପି ପାଇଲେ ବହୁ ଯତ୍ନ କଲେ ସୁମଧୁର ଫଳ କେବେ ଫଳେ କିଏ ତହିଁରେ ଜାଣେ ତୁମ୍ଭ ଜନନୀର ଯେମନ୍ତ ସ୍ୱଭାବ ତାଠାରୁ ଜନମୀ ତୁମ୍ଭେ ଭଲ କାହିଁ ହେବ କେଉଁସି କହୁଅସି ଶୁଣ ତୁମ୍ଭ ଜନନୀର ଗୁଣ ଯେଉଁ ପରି କରିଥିଲେ ନିଷ୍ଠାଚରଣ ଆପଣା ଇଚ୍ଛାରେ ଆସି ଏବେ ଦିଜବର କୃପା କରି କୈକେୟୀଙ୍କ ଦେଲେ ଏହି ବର ସହସରେ ବୁଝିବ ପଶୁ ପକ୍ଷୀଙ୍କର କଥା ଯାହା ମୁଁ କହୁଛି ଏହା ନହିବ ଅନ୍ୟଥା ଏତେ କହି ସେହି ଦିଅ ଗଲେ ନିଜ ସ୍ଥାନ ଏଥୁ ଅନ୍ତରେ ଦିନେ କୈକେୟୀ ରାଜନ ନିଶ୍ଚିନ୍ତରେ ଶୋଇଥିଲେ ଏହି ସମୟରେ ଯମୁନା ଥିଲା ତହିଁ ଏକ ପକ୍ଷୀ ଭଳି ହମ୍ୟସୀ ସୀତାରାମ।